हेलो पिला माने आपण माननकु स्वागत आम चैनल सीएचएससी सुपर नोट को। तो पिले आज हम पढ़िबा प्लस टू सेकंड ईयर सोशियोलॉजी बा समाज विज्ञान रो द्वितीय अध्याय यूनिट 2 टॉपिक रहिबो पिले यौथ परिवार रो लक्षण बा गुणावली और यौथ परिवार रो प्रकार भेद। तो पिले डेरी न करिकि चलंतु आज रो क्लास टिकु आरंभ करिनेबा। तो पिले सर्वप्रथमे आमे जानिबा यौथ परिवार रो लक्षण बा गुणावली। पिले यौथ परिवार रो सर्वप्रथम लक्षण कौन ना बृहत आकार। बृहत आकार होछि पिले यौथ परिवार रो सर्वप्रथम गुणावली। बुझी पारलो पिले यौथ परिवार दुई बा ततोधिक पीढ़ीर सदस्य मानकु नेई गठित होइथे। तेणु एहार सदस्य संख्या अधिक होइथिबारु ଏହା ଆକାରରେ ବୃହତ୍ ହୋଇଥାଏ। ପିଲେ ଯୌଥ ପରିବାର କଣ ହୋଇଥାଏ ନା ଦୁଇ ବା ତତୋଧିକ ପିଢ଼ିର ସଦସ୍ୟମାନଙ୍କୁ ନେଇକି ଗଠିତ ହୋଇଥାଏ। ତେଣୁ ପିଲେ ଏହାର ସଦସ୍ୟ ସଂଖ୍ୟା ଅଧିକ। ସଦସ୍ୟ ସଂଖ୍ୟା ଅଧିକ କାହିଁକି ନା ଏହି ପରିବାରଟା ଦୁଇ ବା ତତୋଧିକ ପିଢ଼ିର ସଦସ୍ୟମାନଙ୍କୁ ନେଇକି ଗଠିତ ହୋଇଥାଏ। ତେଣୁ ଏହାର ସଦସ୍ୟ ସଂଖ୍ୟା କଣ ହୋଇଥାଏ ନା ଅଧିକ ହୋଇଥାଏ। ତେଣୁ ପିଲେ ସଦସ୍ୟ ସଂଖ୍ୟା ଅଧିକ ହୋଇଥିବାରୁ ଏହାର ଆକାର ମଧ୍ୟ ବୃହତ୍ ହୋଇଥାଏ। ବୁଝିପାରିଲ ପିଲେ। ତାପରେ ଦୁଇ ନମ୍ବରରେ ହେଲା ପିଲେ ସାଧାରଣ ବାସସ୍ଥାନ। ଦୁଇ ନମ୍ବରରେ କଣ ନା ସାଧାରଣ ବାସସ୍ଥାନ ଇଂରାଜୀରେ ପିଲେ କମନ୍ ରେସିଡେନ୍ସ। ଯୌଥ ପରିବାରର ସମସ୍ତ ସଦସ୍ୟମାନେ ଗୋଟିଏ ଛାତ ତଳେ ଅର୍ଥାତ୍ ଗୋଟିଏ ଘରରେ ବାସ କରନ୍ତି। ବୁଝିପାରିଲ ପିଲେ ଯୌଥ ପରିବାରର ସମସ୍ତ ସଦସ୍ୟ କଣ କରନ୍ତି ନା ଗୋଟିଏ ଛାତ ତଳେ ଅର୍ଥାତ୍ ପିଲେ ଗୋଟିଏ ଘରରେ ବାସ କରନ୍ତି। ତାପରେ 3 ନମ୍ବର ହେଲା ପିଲେ ସାଧାରଣ ରୋଷେଇ ଗୃହ। 3 ନମ୍ବର ଲକ୍ଷଣଟି ହେଉଛି ପିଲେ ସାଧାରଣ ରୋଷେଇ ଗୃହ। ଇଂରାଜୀରେ ପିଲେ କମନ୍ କିଚେନ୍। ବୁଝିପାରୁଛ ତ ଏହି ପରିବାରର ସଦସ୍ୟମାନେ ଗୋଟିଏ ଘରରେ ବାସ କରୁଥିବାରୁ ସେମାନଙ୍କର ରୋଷେଇ ଗୃହ ମଧ୍ୟ ଗୋଟିଏ ହୋଇଥାଏ ଓ ସେମାନେ ଗୋଟିଏ ରୋଷେଇଶାଳାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି। ବୁଝିପାରୁଛ ପିଲେ ସାଧାରଣ ରୋଷେଇ ଗୃହ ହେଉଛି ପିଲେ 3 ନମ୍ବର ଲକ୍ଷଣ କାହାର ନା ଯୌଥ ପରିବାରର। ତ ଏହି ଯୌଥ ପରିବାରର ସଦସ୍ୟମାନେ ଗୋଟିଏ ଘରରେ ପିଲେ କଣ କରିଥାନ୍ତି ନା ବସବାସ କରିଥାନ୍ତି। ତେଣୁ ସେମାନେ ଗୋଟିଏ ଘରରେ ବସବାସ କରୁଥିବାରୁ ତାଙ୍କର ରୋଷେଇ ଗୃହ ମଧ୍ୟ ପିଲେ ଗୋଟିଏ ରହିଥାଏ। ତାଙ୍କର ରୋଷେଇ ଗୃହ କଣ ହୋଇଥାଏ ନା କମନ୍ ହୋଇଥାଏ ପିଲେ ଏବଂ ସେମାନେ କଣ କରନ୍ତି ନା ଗୋଟିଏ ରୋଷେଇଶାଳାରେ ତିଆରି ବା ଗୋଟିଏ ରୋଷେଇଶାଳାରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି। ବୁଝିପାରିଲ ପିଲେ। ତାପରେ 4 ନମ୍ବର ଲକ୍ଷଣଟା ହେଉଛି ପିଲେ ସାଧାରଣ ସମ୍ପତ୍ତି। 4 ନମ୍ବର ଲକ୍ଷଣଟା ହେଉଛି ସାଧାରଣ ସମ୍ପତ୍ତି। ଇଂରାଜୀରେ ତାକୁ କୁହାଯାଏ କମନ୍ ପ୍ରପର୍ଟି। ଏହି ପରିବାରର ସଦସ୍ୟମାନେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିଭାଜନ ନ କରି ଅବିଭାଜ୍ୟ ଭାବରେ ଉପଭୋଗ କରନ୍ତି। ଏହି ଅବିଭାଜ୍ୟ ସମ୍ପତ୍ତି ଉପରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଅଧିକାର ଥାଏ। ପିଲେ ଯୌଥ ପରିବାରର ସଦସ୍ୟମାନେ କଣ କରିଥାନ୍ତି ନା ତାଙ୍କ ପାଖରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ପିଲେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କଣ ମୁଁ ତାହା ଭିଡିଓର ଲାଷ୍ଟରେ ଆପଣ ମାନଙ୍କୁ କହିବି। ତ କଣ ହେଇଥାଏ ନା ସଦସ୍ୟମାନେ କାହାର ସଦସ୍ୟ ନା ପିଲେ ଯୌଥ ପରିବାରର ସଦସ୍ୟମାନେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ପିଲେ ବିଭାଜନ ନ କରିକି କଣ କରିଥାନ୍ତି ନା ଅବିଭାଜ୍ୟ ଭାବରେ ଉପଭୋଗ କରିଥାନ୍ତି ଏବଂ ପିଲେ ଏହି ଅବିଭାଜ୍ୟ ସମ୍ପତ୍ତି ଉପରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ପିଲେ ଅଧିକାରତା ରହିଥାଏ। ବୁଝିପାରିଲ ପିଲେ। ତାପରେ ସାଧାରଣ ଧର୍ମ କମନ୍ ରିଲିଜିଅନ୍। ଏହି ପରିବାରର ସମସ୍ତ ସଦସ୍ୟ ପ୍ରାୟତଃ ଗୋଟିଏ ଧର୍ମ ଉପରେ ବିଶ୍ୱାସ କରନ୍ତି। ପରିବାରର ସମସ୍ତ ସଦସ୍ୟ ଧାର୍ମିକ କାର୍ଯ୍ୟ ପୂଜାବିଧି ଓ ଉତ୍ସବ ପାଳନ ଆଦିରେ
ଅଂଶଗ୍ରହଣ କରିଥାନ୍ତି ଓ ଏକାଠି ପାଳନ କରନ୍ତି। ବୁଝିପାରିଲ ପିଲେ? ଯୌଥ ପରିବାରର ପିଲେ ସାଧାରଣ ଧର୍ମ ରହିଥାଏ ବା କମନ ରିଲିଜିଅନ ରହିଥାଏ। ଏହି ପରିବାର ଅର୍ଥାତ୍ ଯୌଥ ପରିବାରର ସମସ୍ତ ସଦସ୍ୟ କଣ କରିଥାନ୍ତି ନା ପ୍ରାୟତଃ ଗୋଟିଏ ଧର୍ମ ଉପରେ ପିଲେ ବିଶ୍ୱାସ ରଖିଥାନ୍ତି ଏବଂ ସେମାନେ କଣ କରନ୍ତି ନା ସମସ୍ତ ସଦସ୍ୟ ଧାର୍ମିକ କାର୍ଯ୍ୟରେ ହେଉ ବା ପୂଜା ବିଧିରେ ହେଉ ବା କୌଣସି ଉତ୍ସବ ପାଳନରେ ପିଲେ ସମସ୍ତେ ଅଂଶଗ୍ରହଣ କରନ୍ତି ଏବଂ ସେମାନେ ଏକାଠି ପାଳନ କରିଥାନ୍ତି। ବୁଝିପାରିଲ ପିଲେ? ତାପରେ ଅଧିକାର ଓ ଦାୟିତ୍ୱ। ଅଧିକାର ଓ ଦାୟିତ୍ୱ ରାଇଟ୍ସ ଆଣ୍ଡ ଅବ୍ଲିଗେସନ। ବୁଝିପାରିଲ ପିଲେ? ଏହି ପରିବାରର ସଦସ୍ୟମାନେ ଜଣେ ଅନ୍ୟ ଜଣଙ୍କ ପ୍ରତି ଈର୍ଷା ଅହଂକାର ଭାବ ନ ଦେଖାଇ ନିଜେ ନିଜର ଅଧିକାର ଓ ଦାୟିତ୍ୱ ବା କର୍ତ୍ତବ୍ୟକୁ ନିଃସ୍ୱାର୍ଥ ପର ଭାବରେ ତୁଲାଇଥାନ୍ତି। ପିଲେ ଯୌଥ ପରିବାରର ସଦସ୍ୟ ମାନେ କଣ ହେଇଥାନ୍ତି ନା ସେମାନେ ଜଣେ ଅନ୍ୟ ଜଣଙ୍କ ପ୍ରତି ପିଲେ ଈର୍ଷା ବା ଅହଂକାର ଭାବ ଦେଖାଇ ନଥାନ୍ତି। କଣ କରିଥାନ୍ତି ନା ନିଜେ ନିଜର ଅଧିକାର ଓ ଦାୟିତ୍ୱ ବା କର୍ତ୍ତବ୍ୟକୁ ପିଲେ ନିଃସ୍ୱାର୍ଥ ପର ଭାବରେ ତୁଲାଇଥାନ୍ତି। ଜଣେ ଅନ୍ୟ ଜଣଙ୍କୁ ପିଲେ ଈର୍ଷା ବା ଅହଂକାର କରିନଥାନ୍ତି। ବୁଝିପାରିଲ ପିଲେ? ତାପରେ 7 ନମ୍ବର ଲକ୍ଷଣଟା ହେଉଛି ପିଲେ କଣ ନା ମୁଖ୍ୟ କର୍ତ୍ତାଙ୍କ ଶାସନ। ରୁଲ ଅଫ କର୍ତ୍ତା। ସାଧାରଣତଃ ଯୌଥ ପରିବାରରେ ଜଣେ ବୟୋଜ୍ୟେଷ୍ଠ ପୁରୁଷ ପରିବାରର ପରିଚାଳନା ଦାୟିତ୍ୱ ଓ ପରିବାରର ସମସ୍ତ ପାଣ୍ଠିର ରକ୍ଷକ ଭାବରେ କାର୍ଯ୍ୟ କରନ୍ତି। ବୁଝିପାରିଲ ପିଲେ? ସାଧାରଣତଃ କଣ ହେଇଥାଏ ନା ଯୌଥ ପରିବାରରେ ଜଣେ ପୁରୁଷ ଜଣେ ବୟୋଜ୍ୟେଷ୍ଠ ପୁରୁଷ ପିଲେ ବା ପରିବାରର ଜଣେ ବଡ଼ ଲୋକ କଣ କରିଥାନ୍ତି ନା ପରିବାରର ପରିଚାଳନା ଦାୟିତ୍ୱ ଏବଂ ପରିବାରର ସମସ୍ତ ପାଣ୍ଠିର ରକ୍ଷକ ଭାବରେ କାର୍ଯ୍ୟ କରିଥାନ୍ତି। ସମସ୍ତ ପାଣ୍ଠି ଅର୍ଥାତ୍ ପିଲେ ସମସ୍ତ ଆର୍ଥିକ ବା ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ପିଲେ ସମସ୍ତ ପାଣ୍ଠି ବୋଲି କୁହାଯାଇଛି। ତ ସେଇ ପରିବାର ଚାଳନାର ଦାୟିତ୍ୱ ଏବଂ ସମ୍ପତ୍ତିର ରକ୍ଷକ ଭାବରେ କାର୍ଯ୍ୟ କରିଥାନ୍ତି ପିଲେ। ତାଙ୍କୁ ଏହି ପରିବାରର ମୁଖ୍ୟ ବା କର୍ତ୍ତା କୁହାଯାଏ। ତାଙ୍କୁ ଏହି ଯୌଥ ପରିବାରର ମୁଖ୍ୟ ବା କର୍ତ୍ତା ବୋଲି କୁହାଯାଇଥାଏ। ବୁଝିପାରିଲ ପିଲେ? ତାପରେ 8 ନମ୍ବର ହେଉଛି ପିଲେ ସହଯୋଗୀ ବ୍ୟବସ୍ଥା। ସହଯୋଗୀ ବ୍ୟବସ୍ଥା କୋଅପରେଟିଭ ସିଷ୍ଟମ। ଯୌଥ ପରିବାରର ସଦସ୍ୟମାନେ ପରସ୍ପର ସହଯୋଗ କରିଥାନ୍ତି। ବୁଝିପାରିଲ ପିଲେ? ପରସ୍ପର କଣ କରିଥାନ୍ତି ନା ପରସ୍ପର ସହଯୋଗ କରିଥାନ୍ତି। ସେମାନେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିଥାନ୍ତି। ଏ ଯୌଥ ପରିବାରର ସଦସ୍ୟମାନେ ଜଣେ ଅନ୍ୟ ଜଣଙ୍କୁ ପିଲେ କଣ କରିଥାନ୍ତି ନା ସାହାଯ୍ୟ କରିଥାନ୍ତି। ଏହି ସହଯୋଗୀ ବ୍ୟବସ୍ଥା ଦ୍ଵାରା ଯୌଥ ପରିବାର ଏକ ଶାନ୍ତି ଓ ସୁଖୀ ପରିବାର ହୋଇଥାଏ। ହେଲେ ଏହି ସହଯୋଗୀ ମନୋଭାବ ଦ୍ଵାରା ପିଲେ ଯୌଥ ପରିବାର ଟା କଣ ହୋଇଥାଏ ନା ଶାନ୍ତି ଓ ସୁଖୀ ପରିବାର ହୋଇଥାଏ। ଯଦି ଏହି ପରିବାରର ସଦସ୍ୟମାନେ ପରସ୍ପର ସହଯୋଗୀ ମନୋଭାବ ନ ରଖନ୍ତି ତାହେଲେ ପରିବାର ଭାଙ୍ଗି ନଷ୍ଟ ହୋଇଯାଇଥାଏ। ପିଲେ ଯଦି ଯୌଥ ପରିବାରର ସଦସ୍ୟମାନେ ପରସ୍ପର ସହଯୋଗୀ ମନୋଭାବ ଟା ନ ରଖିବେ ତାହେଲେ କଣ ହେବ ନା ପରିବାର ଟା ଭାଙ୍ଗିକି ନଷ୍ଟ ହୋଇଯିବ। ବୁଝିପାରିଲ ପିଲେ? ସହଯୋଗୀ ମନୋଭାବ ଟା ହଉଛି ଯୌଥ ପରିବାରର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ ବା ତଥ୍ୟ। ତାପରେ ପିଲେ ଏବେ ଆମେ ଜାଣିବା ଯୌଥ ପରିବାରର ପ୍ରକାର ଭେଦ। ଯୌଥ ପରିବାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ତାହା ଏବେ ଜାଣିବା। ଯୌଥ ପରିବାରର ପ୍ରକାର ଭେଦ ବା ଟାଇପ୍ସ ଅଫ ଜଏଣ୍ଟ ଫ୍ୟାମିଲି। ହିନ୍ଦୁ ଯୌଥ ପରିବାର ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ। ହେଲେ ହିନ୍ଦୁ ଯୌଥ ପରିବାରଟା ସାଧାରଣତଃ କେତେ ପ୍ରକାରର ନା ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଲା ପିଲେ ଗୋଟେ ହେଲା ପିତୃକୈନ୍ଦ୍ରିକ ପିଲେ ପିତୃତାନ୍ତ୍ରିକ ବା ଇଂରାଜୀରେ କଣ କୁହାଯାଏ ନା ପାଟ୍ରିଆର୍କାଲ
ତାପରେ ପିଲେ 2 ନମ୍ବର ହେଉଛି ମାତୃତାନ୍ତ୍ରିକ ବା ମାଟ୍ରିଆର୍କାଲ। ବୁଝିପାରିଲ ପିଲେ? ତ ସର୍ବପ୍ରଥମେ ଚାଲନ୍ତୁ ଆମେ ଜାଣିବା এই ପିତୃତାନ୍ତ୍ରିକ ପରିବାରଟାକୁ ବା ପାଟ୍ରିଆର୍କାଲ ଜଏଣ୍ଟ ଫ୍ୟାମିଲିକୁ ପିଲେ ତୁମେମାନେ ଜାଣିପାରୁଥିବ ଯେ ପିତୃତାନ୍ତ୍ରିକ ଅର୍ଥାତ୍ କଣ? ପିଲେ ଯେମିତିକି ଆମ ଭାରତରେ ଜନସାଧାରଣ ମାନେ ନିଜେ ନିଜକୁ ଶାସନ କରିଥାନ୍ତି। ଜନସାଧାରଣ ମାନଙ୍କୁ କଣ କୁହାଯାଏ? ନା ଗଣ ବୋଲି କୁହାଯାଏ। ତେଣୁ ପିଲେ ଆମ ଭାରତରେ ଗଣ ମାନେ ବା ଲୋକମାନେ ନିଜକୁ ନିଜେ ଶାସନ କରୁଥିବାରୁ ପିଲେ ଗଣତାନ୍ତ୍ରିକ ରାଷ୍ଟ୍ର କୁହାଯାଏ। ସେମିତି ପିଲେ ପିତୃତାନ୍ତ୍ରିକ ରାଷ୍ଟ୍ର ବା ପିତୃତାନ୍ତ୍ରିକ ପରିବାର କାହାକୁ କୁହାଯିବ? ନା ଯେଉଁଠାରେ ପିତୃ ବା ପିତା ଶାସନ କରିଥିବ ତାକୁ ପିତୃ ଶାସନ ପରିବାର କୁହାଯିବ। ଯେଉଁ ଯୌଥ ପରିବାରରେ ପିତା ମୁଖ୍ୟ ଥାନ୍ତି ସେହି ପରିବାରକୁ ପିତୃତାନ୍ତ୍ରିକ ଯୌଥ ପରିବାର ବା ଇଂରାଜୀରେ କଣ କୁହାଯାଏ? ନା ପାଟ୍ରିଆର୍କାଲ ଜଏଣ୍ଟ ଫ୍ୟାମିଲି ବୋଲି କୁହାଯାଏ। ବୁଝିପାରିଲ ପିଲେ? ସାଧାରଣତଃ ଯେଉଁ ପରିବାରରେ ପିଲେ ବା ଯେଉଁ ଯୌଥ ପରିବାରରେ ପିତା ମୁଖ୍ୟ ଥାନ୍ତି ପିଲେ ପିତା ମୁଖ୍ୟ ଥାନ୍ତି ଏବଂ କଣ ନା ପିତା ହିଁ ଶାସନ କରିଥାନ୍ତି ସେହି ପରିବାର ପିଲେ ପିତୃତାନ୍ତ୍ରିକ ଯୌଥ ପରିବାର ବୋଲି କୁହାଯାଇଥାଏ। ବୁଝିପାରିଲ ପିଲେ? ଏହି ପରିବାରରେ ପିତା ପରିବାରକୁ ପରିଚାଳନା କରନ୍ତି। ପିଲେ ଏହି ପରିବାରରେ ଅର୍ଥାତ୍ କେଉଁ ପରିବାରରେ? ନା ପିତୃତାନ୍ତ୍ରିକ ପରିବାରରେ ପିଲେ ପିତା ହିଁ ପରିବାରକୁ ପରିଚାଳନା କରିଥାନ୍ତି। ପରିବାରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଙ୍କ ନାମରେ ରହିଥାଏ। ବୁଝିପାରିଲ ପିଲେ? ପରିବାରରେ ରହିଥିବା ଯେତେ ସ୍ଥାବର ସମ୍ପତ୍ତି ଓ ଅସ୍ଥାବର ସମ୍ପତ୍ତି କଣ ହୋଇଥାଏ? ନା ପିତାଙ୍କ ନାମରେ ହିଁ ରହିଥାଏ। ପିଲେ ସ୍ଥାବର ସମ୍ପତ୍ତି ଓ ଅସ୍ଥାବର ସମ୍ପତ୍ତି କଣ? ଭିଡିଓର ଲାଷ୍ଟରେ କହୁଛି ପିଲେ ଭିଡିଓଟାକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ପିତାଙ୍କ ମୃତ୍ୟୁ ପରେ ଜ୍ୟେଷ୍ଠ ପୁତ୍ର ତାଙ୍କର ପରିବାରର ଉତ୍ତରାଧିକାରୀ ଭାବରେ ପରିବାରର ପରିଚାଳନା କରିଥାନ୍ତି। ବୁଝିପାରିଲ ପିଲେ? ଯେତେବେଳେ ପିତାଙ୍କର ମୃତ୍ୟୁ ହୋଇଯିବ ପିଲେ ତାପରେ ଜ୍ୟେଷ୍ଠ ପୁତ୍ର ସେ ଘରର ଜ୍ୟେଷ୍ଠ ପୁତ୍ର ପିଲେ ତାଙ୍କର ପରିବାରର ଉତ୍ତରାଧିକାରୀ ଭାବରେ କଣ କରିଥାନ୍ତି? ନା ପରିବାର ପରିଚାଳନା କରିଥାନ୍ତି। ଏହି ପରିବାର ଏକ ପିତୃସ୍ଥାନିକ ହୋଇଥିବାରୁ ଏହି ପରିବାରରେ ଥିବା ସମସ୍ତ ସମ୍ପତ୍ତି ଉପରେ କେବଳ ପୁରୁଷ ସଦସ୍ୟ ମାନଙ୍କର ଅଧିକାର ରହିଥାଏ। ବୁଝିପାରିଲ ପିଲେ? ଏହି ପରିବାରରେ ଥିବା ସମସ୍ତ ସମ୍ପତ୍ତି ଉପରେ କାହାର କାହାର ଅଧିକାର ରହିଥାଏ? ନା କେବଳ ପୁରୁଷ ସଦସ୍ୟ ମାନଙ୍କର ହିଁ ଅଧିକାର ରହିଥାଏ। କାହିଁକି କେବଳ ପୁରୁଷ ସଦସ୍ୟ ମାନଙ୍କର ଅଧିକାର ରହିଥାଏ? ନା ପିଲେ ଏହି ପରିବାର ଗୋଟିଏ ପିତୃସ୍ଥାନିକ ପରିବାର ହୋଇଥିବାରୁ ପିଲେ ଏହି ପରିବାରରେ ରହିଥିବା ସମସ୍ତ ସମ୍ପତ୍ତି ଉପରେ କେବଳ ପୁରୁଷ ସଦସ୍ୟ ମାନଙ୍କର ହିଁ ଅଧିକାରଟା ରହିଥାଏ। ଏହି ପରିବାରର ସମ୍ପତ୍ତି ଉପରେ ନାରୀ ବା ମହିଳା ସଦସ୍ୟ ମାନଙ୍କର ଅଧିକାର ନଥାଏ। ହେଲେ ଏହି ପିତୃତାନ୍ତ୍ରିକ ପରିବାରର ସମ୍ପତ୍ତି ଉପରେ ପିଲେ ମହିଳା ସଦସ୍ୟ ମାନଙ୍କର କୌଣସି ଅଧିକାର ନଥାଏ। ତ ପିଲେ ଏଇଟା ଥିଲା କଣ? ନା ପିତୃତାନ୍ତ୍ରିକ ଯୌଥ ପରିବାର। ତାପରେ ଆମେ ଜାଣିବା ପିଲେ ମାତୃତାନ୍ତ୍ରିକ ଯୌଥ ପରିବାର। ମାତୃତାନ୍ତ୍ରିକକୁ ଇଂରାଜୀରେ କଣ କୁହାଯାଏ? ନା ମାଟ୍ରିଆର୍କାଲ। ବୁଝିପାରୁଛ ପିଲେ? ତ ମାତୃତାନ୍ତ୍ରିକ ପରିବାରଟା କଣ? ନା ମାତୃତାନ୍ତ୍ରିକ ଯୌଥ ପରିବାରରେ ବୟୋଜ୍ୟେଷ୍ଠ ସ୍ତ୍ରୀ ବା ମା ପରିବାରର ମୁଖ୍ୟ ଅଟନ୍ତି। ବୁଝିପାରିଲ ପିଲେ? ମାତୃତାନ୍ତ୍ରିକ ପରିବାରରେ କିଏ ମୁଖ୍ୟ ଅଟନ୍ତି? ନା ଏହି ପରିବାରରେ ପିଲେ ପରିବାରରେ ଥିବା ବୟୋଜ୍ୟେଷ୍ଠ ସ୍ତ୍ରୀ ବା ମା ପରିବାରର ମୁଖ୍ୟ ଅଟନ୍ତି। ଯେମିତି ପିତୃତାନ୍ତ୍ରିକ ପରିବାରରେ ଥିଲେ ପିତା କଣ ଥିଲେ? ନା ମୁଖ୍ୟ ଥିଲେ। ସେମିତି ମାତୃତାନ୍ତ୍ରିକ ପରିବାରରେ ବୟୋଜ୍ୟେଷ୍ଠ ସ୍ତ୍ରୀ ବା ମା ହେଉଛନ୍ତି ପିଲେ ମୁଖ୍ୟ। ଏହି ପରିବାରରେ ଯଥେଷ୍ଟ କ୍ଷମତା ମା ପାଖରେ ରହିଥାଏ। ପିଲେ ଏହି ପରିବାରରେ ଅର୍ଥାତ୍ ମାତୃତାନ୍ତ୍ରିକ ପରିବାରରେ ପିଲେ ଯଥେଷ୍ଟ କ୍ଷମତା କାହା ପାଖରେ ରହିଥାଏ? ନା ମା ପାଖରେ ହିଁ ରହିଥାଏ। ଏହି ପରିବାରର ସମ୍ପତ୍ତି ଉପରେ ତାଙ୍କର ଅଧିକାର ରହିଥାଏ। ହେଲେ ଏହି ମାତୃତାନ୍ତ୍ରିକ ପରିବାରର ସମ୍ପତ୍ତି ଉପରେ କଣ ହୋଇଥାଏ? ନା ମା ପାଖରେ ହିଁ ଅଧିକାର ରହିଥାଏ।
ସେ ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିଥାନ୍ତି। ହେଲେ ସେ ହିଁ ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିଥାନ୍ତି। ମାଙ୍କ ପରେ ଘରର ଦାୟିତ୍ୱ ଝିଅ ହାତକୁ ଆସିଥାଏ। ପିଲେ ଯେତେବେଳେ ମାଟା ମୃତ୍ୟୁବରଣ କରିବେ ସେତେବେଳେ ପିଲେ ସେଇ ଘରର ଦାୟିତ୍ୱ କାହା ହାତକୁ ଯିବ ନା ଝିଅ ହାତକୁ ଯିବ। ଯେମିତି ପିତୃତାନ୍ତ୍ରିକ ପରିବାରରେ ପିତାଙ୍କ ମୃତ୍ୟୁ ପରେ ଦାୟିତ୍ୱଟା କାହା ହାତକୁ ଯାଉଥିଲା ନା ବଡ ପୁଅଙ୍କ ହାତକୁ ଯାଉଥିଲା। ସେମିତି ପିଲେ ମାତୃତାନ୍ତ୍ରିକ ପରିବାରରେ ମଧ୍ୟ ମାଙ୍କ ପରେ ଘରର ଦାୟିତ୍ୱଟା ଝିଅ ହାତକୁ ଆସିଥାଏ। ବୁଝିପାରିଲ ପିଲେ? ତାପରେ ପିଲେ ଇଲମ ଟା କଣ ତାହାକୁ ଜାଣିବା ପିଲେ। ଇଲମ ଅର୍ଥାତ୍ ପିଲେ ଗୋଟେ ପରିବାର। ତ ଇଲମ କଣ ନା ପିଲେ ଇଲମ ହେଉଛି କେରଳର ନମ୍ବୁଦ୍ରି ବ୍ରାହ୍ମଣଙ୍କର ଏକ ଯୌଥ ପରିବାର। ପିଲେ ଇଲମ ହେଉଛି ପିଲେ ଗୋଟିଏ ଯୌଥ ପରିବାର। କେଉଁମାନଙ୍କର ନା କେରଳର ପିଲେ କେରଳରେ ରହୁଥିବା ନମ୍ବୁଦ୍ରି ବୋଲିକି ପିଲେ ଗୋଟେ ବ୍ରାହ୍ମଣ ମାନେ ରହିଥାନ୍ତି। ତ ସେଇ ନମ୍ବୁଦ୍ରି ବ୍ରାହ୍ମଣ ମାନଙ୍କର ଏକ ଯୌଥ ପରିବାର। ଏହି ପରିବାର ମୁଖ୍ୟତଃ ପିତୃତାନ୍ତ୍ରିକ ହୋଇଥାଏ। ହେଲେ ଏହି ଇଲମ ପରିବାରଟା କଣ ହୋଇଥାଏ ନା ମୁଖ୍ୟତଃ ପିତୃତାନ୍ତ୍ରିକ ପରିବାର ହୋଇଥାଏ ପିଲେ। ଏହି ପରିବାରର ନିୟମ ଅନୁସାରେ କେବଳ ବଡ ଭାଇ ନିମ୍ବୁଦ୍ରି କନ୍ୟାଙ୍କୁ ବିବାହ କରିପାରିବେ ଓ ଅନ୍ୟ ଭାଇମାନେ ନୟାର କନ୍ୟାକୁ ବିବାହ କରିଥାନ୍ତି। ହେଲେ ଏହି ଇଲମ ପରିବାରରେ କଣ ନିୟମ ଅଛି ନା ଏହି ପରିବାରରେ ପିଲେ ଗୋଟିଏ ନିୟମ ଅଛି। ତାହା ହେଉଛି ଯେ ସେଇ ପରିବାରର ବଡ ଭାଇ ହିଁ ପିଲେ ନିମ୍ବୁଦ୍ରି କନ୍ୟାକୁ ବିବାହ କରିବ। ନିମ୍ବୁଦ୍ରି କନ୍ୟାକୁ ବିବାହ କରିବ ଏବଂ ସେହି ପରିବାରରେ ରହିଥିବା ଅନ୍ୟ ଭାଇମାନେ ପିଲେ ନୟାର କନ୍ୟାକୁ ହିଁ ବିବାହ କରିବେ। ବଡ ଭାଇ କାହାକୁ ବିବାହ କରିବ ନା ନିମ୍ବୁଦ୍ରି କନ୍ୟାକୁ ବିବାହ କରିବ ଏବଂ ଅନ୍ୟ ଭାଇମାନେ ନୟାର କନ୍ୟାକୁ ବିବାହ କରିବେ। ତାପରେ ପିଲେ ଇଲମ ପରିବାରର ଉତ୍ତରାଧିକାରୀ କେବଳ ବଡ ଭାଇର ପୁଅମାନେ ହୋଇଥାନ୍ତି। କାରଣ ଅନ୍ୟ ଭାଇମାନେ ନୟାର କନ୍ୟାକୁ ବାହା ହୋଇଥାନ୍ତି। ତେଣୁ ସେମାନେ ଇଲମ ପରିବାରର ସଦସ୍ୟ ନ ହୋଇ ନୟାର ପରିବାରର ସଦସ୍ୟ ହୋଇଥାନ୍ତି। ବୁଝିପାରିଲ ପିଲେ? ଇଲମ ପରିବାରର ଉତ୍ତରାଧିକାରୀ କେଉଁମାନେ ହୋଇଥାନ୍ତି ନା ପିଲେ କେବଳ ବଡ ଭାଇର ପୁଅ ମାନେ ହିଁ ହୋଇଥାନ୍ତି। କାହିଁକି ବଡ ଭାଇର ପୁଅ ମାନେ ଉତ୍ତରାଧିକାରୀ ହୋଇଥାନ୍ତି ନା ପିଲେ ସେମାନେ କଣ ହୋଇଥାନ୍ତି ନା ନିମ୍ବୁଦ୍ରି କନ୍ୟାଙ୍କର ପୁଅ ହୋଇଥିବାରୁ ପିଲେ ସେମାନେ କଣ ନା ଇଲମ ପରିବାରର ଉତ୍ତରାଧିକାରୀ ହୋଇଥାନ୍ତି। କିନ୍ତୁ ବଡ ଭାଇ ଛଡା ଅନ୍ୟ ଭାଇମାନେ ପିଲେ ନୟାର କନ୍ୟାକୁ ବିବାହ କରିଥାନ୍ତି ଏବଂ ଯେତେବେଳେ ସେମାନେ ନୟାର କନ୍ୟାକୁ ବିବାହ କରିଥାନ୍ତି ସେମାନେ ପିଲେ ଇଲମ ପରିବାରର ସଦସ୍ୟ ନ ହୋଇକି ସେମାନେ କଣ ହେଇଥାନ୍ତି ନା ନୟାର ପରିବାରର ସଦସ୍ୟ ହୋଇଯାଆନ୍ତି। ତେଣୁ ତାଙ୍କର କଣ ନା ସନ୍ତାନ ମାନେ ପିଲେ ଇଲମ ପରିବାରର ସଦସ୍ୟ ନ ହୋଇକି ନୟାର ପରିବାରର ସଦସ୍ୟ ହୋଇଥାନ୍ତି। ତେଣୁ ପିଲେ ସେମାନେ ଇଲମ ପରିବାରର ଉତ୍ତରାଧିକାରୀ ହୋଇପାରିନଥାନ୍ତି। ଏବେ ପିଲେ ତୁମମାନଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ ଯେ ଯଦି ବଡ ଭାଇଙ୍କର ସନ୍ତାନ ନୁହେଁ ତାହେଲେ ଫ୍ୟାମିଲିର ଉତ୍ତରାଧିକାରୀ କିଏ ହେବ? ତ ପିଲେ ଯଦି ବଡ ଭାଇଙ୍କର କଣ ନା ସନ୍ତାନ ନ ହୁଏ ତେବେ ପିଲେ ତାର ଉତ୍ତରାଧିକାରୀ କିଏ ହେବ ନା ବଡ ଭାଇଙ୍କର ପରେ ଯେଉଁ ଭାଇଟା ରହିଥିବେ ତାଙ୍କୁ ପିଲେ ନିମ୍ବୁଦ୍ରି କନ୍ୟା ସହ ବିବାହ କରାଯାଇଥାଏ ଏବଂ ତାଙ୍କର ସନ୍ତାନ କଣ କରନ୍ତି ନା ଇଲମ ପରିବାରର ଉତ୍ତରାଧିକାରୀ ହୋଇଥାନ୍ତି। ବୁଝିପାରିଲ ପିଲେ? ଏହି ପରିବାରର ଜ୍ୟେଷ୍ଠ ପୁତ୍ରଟା ପିଲେ ପରିବାରରେ ମୁଖ୍ୟ ହୋଇଥାନ୍ତି ଏବଂ ପରିବାରର ସମ୍ପତ୍ତିର ପିଲେ ରକ୍ଷଣାବେକ୍ଷଣ ସେ ହିଁ କରନ୍ତି। କିନ୍ତୁ ପିଲେ ଅନ୍ୟ ଭାଇଙ୍କର ବିନା ପରାମର୍ଶରେ ପିଲେ ପରିବାରର ସମ୍ପତ୍ତିକୁ ସେ ବିକ୍ରି କରିପାରନ୍ତି ନାହିଁ ଏବଂ ଅନ୍ୟକୁ ସେ ଦାନ ମଧ୍ୟ ଦେଇପାରନ୍ତି ନାହିଁ। ପିଲେ ଏଠାରେ ପିଲେ ପୁରୁଷ ମାନଙ୍କ ସହିତ
ମହିଳାମାନଙ୍କର ମଧ୍ୟ ଅଧିକାର ରହିଥାଏ। ବୁଝିପାରିଲ ପିଲେ? ତାପରେ ପିଲେ ଆମେ ଜାଣିବା ତରୱାର। ତରୱାର ବୋଲିକି ଗୋଟେ କଣ ରହିଛି? ପରିବାରଟା ରହିଛି ବା ଫ୍ୟାମିଲିଟା ରହିଛି ପିଲେ। ତରୱାର ବା ତରୱାର ଫ୍ୟାମିଲି। ବୁଝିପାରିଲ ପିଲେ? ତରୱାର ଏକ ମାତୃସ୍ଥାନିକ ବା ମାତୃତାନ୍ତ୍ରିକ ଯୌଥ ପରିବାର ଅଟେ। ପିଲେ ତରୱାର ମଧ୍ୟ ହେଉଛି ପିଲେ ଗୋଟିଏ ଯୌଥ ପରିବାର ଏବଂ ଏହି ପରିବାରରେ ପିଲେ କଣ ହୋଇଥାଏ? ନା ମାତୃତାନ୍ତ୍ରିକ ଦେଖାଯାଇଥାଏ ପିଲେ। ଅର୍ଥାତ୍ ମା ହିଁ ଶାସନ କରିଥାନ୍ତି ବା ମା ମୁଖ୍ୟ ଥାନ୍ତି। ଏହି ପରିବାର କେରଳର ନୟାର ମାନଙ୍କ ଠାରେ ଦେଖାଯାଇଥାଏ। ବୁଝିପାରିଲ ପିଲେ? ଏହି ପରିବାରଟା କେରଳର ନୟାର ମାନଙ୍କ ଠାରେ ଦେଖାଯାଇଥାଏ। ଏହି ପରିବାରରେ ମା, ଝିଅ, ଝିଅର ପୁଅ ଝିଅ ଆଦି ରହନ୍ତି। ବୁଝିପାରିଲ ପିଲେ? ଏହି ପରିବାରରେ ଅର୍ଥାତ୍ ପିଲେ ଏହି ଅର୍ଥାତ୍ କଣ? ନା ତରୱାର ତରୱାର ପରିବାରରେ ପିଲେ କଣ ହୋଇଥାଏ? ନା ମା ରହିଥାନ୍ତି, ତାପରେ ତାଙ୍କର ଝିଅ ରହିଥାନ୍ତି ଏବଂ ତାଙ୍କ ଝିଅର କଣ? ନା ଝିଅର ପୁଅ ଓ ଝିଅ ଆଦି ରହନ୍ତି ପିଲେ। ତରୱାରର ବୟୋଜ୍ୟେଷ୍ଠ ପୁରୁଷ ସଦସ୍ୟ ପରିବାର ପରିଚାଳନା କରିଥାନ୍ତି। ହେଲେ ତରୱାର ଫ୍ୟାମିଲିରେ ଯେଉଁ ବୟୋଜ୍ୟେଷ୍ଠ ପୁରୁଷ ମାନେ ରହିଥାନ୍ତି ସେମାନେ ହିଁ ପରିବାର ପରିଚାଳନା କରନ୍ତି। ତାଙ୍କୁ କର୍ଣ୍ଣବାଣ ବୋଲି କୁହାଯାଏ। ପିଲେ ତାଙ୍କୁ କଣ କୁହାଯାଏ? ନା କର୍ଣ୍ଣବାଣ ବୋଲି କୁହାଯାଇଥାଏ। କର୍ଣ୍ଣବାନ ପିଲେ ଇଂରାଜୀରେ କଣ ଲେଖା ହେଇଛି? ନା କର୍ଣ୍ଣବାନ। ପରିବାରର ସମ୍ପତ୍ତି ଉପରେ କର୍ଣ୍ଣବାଣଙ୍କର ଅଧିକାର ରହିଥାଏ। ବୁଝିପାରୁଛ ପିଲେ? ପରିବାରର ଅର୍ଥାତ୍ ଏହି ତରୱାର ଫ୍ୟାମିଲିର ଯେଉଁ ସମ୍ପତ୍ତିଟା ରହିଥାଏ ପିଲେ ସେଇ ସମ୍ପତ୍ତି ଉପରେ କାହାର ଅଧିକାର ରହିଥାଏ? ନା କର୍ଣ୍ଣବାଣଙ୍କର ଅଧିକାରଟା ରହିଥାଏ। କିନ୍ତୁ ସେ ପରିବାରର ଅନ୍ୟ ସଦସ୍ୟଙ୍କ ବିନା ଅନୁମତିରେ ସମ୍ପତ୍ତିକୁ ବିକ୍ରି କିମ୍ବା ଦାନ କରିପାରନ୍ତି ନାହିଁ। କିନ୍ତୁ ପିଲେ ତାଙ୍କ ପାଖରେ ଅଧିକାର ରହିଥିଲେ ମଧ୍ୟ ସେ କଣ କରିବେ? ନା ଯେତେବେଳେ ଅନ୍ୟ ସଦସ୍ୟ ପରିବାରର ଅନ୍ୟ ସଦସ୍ୟ ମାନେ ଅନୁମତି ଦେବେ ସେଇ ସମୟରେ ହିଁ ସେ ସମ୍ପତ୍ତିକୁ ବିକ୍ରି କିମ୍ବା ଦାନ କରିପାରିବେ। ଅନ୍ୟ ସଦସ୍ୟଙ୍କର ପିଲେ ବିନା ଅନୁମତିରେ ସେ ସମ୍ପତ୍ତିକୁ ବିକ୍ରି କିମ୍ବା ଦାନ କରିପାରନ୍ତି ନାହିଁ। ବୁଝିପାରିଲ ପିଲେ? ଯଦି ସେ କୌଣସି ଅବିଶ୍ୱାସ କାର୍ଯ୍ୟ କରନ୍ତି ତେବେ ଅନ୍ୟ ଜଣେ ସଦସ୍ୟ କର୍ଣ୍ଣବାଣ ହୋଇଥାନ୍ତି। ଯଦି ସେ ପରିବାରର ଅନ୍ୟ ସଦସ୍ୟଙ୍କର ବିନା ଅନୁମତିରେ ସମ୍ପତ୍ତିଟାକୁ ବିକ୍ରି କିମ୍ବା ଦାନ କରନ୍ତି ଅର୍ଥାତ୍ ଅବିଶ୍ୱାସ କାର୍ଯ୍ୟ କରନ୍ତି ତାହେଲେ ପିଲେ ତାଙ୍କୁ ସେଇ କର୍ଣ୍ଣବାଣରୁ ବା କର୍ଣ୍ଣବାଣ ପଦରୁ ପିଲେ ହଟାଇ ଦିଅନ୍ତି ଏବଂ ଅନ୍ୟ ଜଣଙ୍କୁ କର୍ଣ୍ଣବାଣ ବୋଲି ବାଛନ୍ତି ପିଲେ। ବୁଝିପାରିଲ ପିଲେ? ତରୱାର ପରିବାର ବା ତରୱାର ଫ୍ୟାମିଲି ଆକାର ବୃଦ୍ଧି ହେଲେ ତାକୁ ଛୋଟ ଛୋଟ ଏକକରେ ବିଭକ୍ତ କରିଥାନ୍ତି। ବୁଝିପାରିଲ ପିଲେ? ଏହାକୁ ଟାଭିଜ କୁହାଯାଏ। ହେଲେ ତରୱାର ଫ୍ୟାମିଲିଟା ଯେତେବେଳେ ବିଶାଳ ଆକାର ହୋଇଯିବ ବା ତରୱାର ଫ୍ୟାମିଲିର ସଦସ୍ୟ ମାନେ ବହୁତ ଗୁଡାଏ ହୋଇଯିବେ ତାହେଲେ ପିଲେ ଯେତେବେଳେ ସେଇ ତରୱାର ଫ୍ୟାମିଲିଟା କଣ ହେବ? ନା ଆକାରରେ ବୃଦ୍ଧି ହେବ ତାହେଲେ ତାକୁ ଛୋଟ ଛୋଟ ଏକକରେ ପିଲେ ବିଭକ୍ତ କରିବେ ଏବଂ ସେଇ ଛୋଟ ଛୋଟ ଏକକକୁ କଣ କୁହାଯାଏ? ନା ଟାବିଜ ବୋଲି କୁହାଯାଏ। ହେଲେ ଏକ୍ଜାମରେ ପଚାରିଦେବ ଯେ ଟାବିଜ କଣ? ତାହେଲେ ପିଲେ ଲେଖିବ ତରୱାର ପରିବାରର ଆକାର ବୃଦ୍ଧି ହେଲେ ତାକୁ ଛୋଟ ଛୋଟ ଏକକରେ ବିଭକ୍ତ କରିଥାନ୍ତି ଏବଂ ଏହାକୁ ଟାବିଜ ବୋଲି କୁହାଯାଏ। ବୁଝିପାରିଲ ପିଲେ? ହଁ ଏବେ ଆମେ ଜାଣିବା ପିଲେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ତ ପିଲେ ସ୍ଥାବର ସମ୍ପତ୍ତି ଅର୍ଥାତ୍ କଣ? ନା ପିଲେ ଯେଉଁ ସମ୍ପତ୍ତିଟା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପିଲେ ସ୍ଥିର ହୋଇକି ରହିଥାଏ। କଣ ହେଇକି ରହିଥାଏ? ନା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ହୋଇକି ରହିଥାଏ ପିଲେ ଏବଂ ସେଇ ସମ୍ପତ୍ତିଟା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ ନାହିଁ। ତାହାକୁ ପିଲେ ସ୍ଥାବର ସମ୍ପତ୍ତି ବୋଲି କୁହାଯାଇଥାଏ। ବୁଝିପାରିଲେ ପିଲେ? ସ୍ଥାବର ସମ୍ପତ୍ତି କଣ? ନା ସ୍ଥାବର ସମ୍ପତ୍ତି ହେଉଛି ପିଲେ ଯେଉଁ ସମ୍ପତ୍ତି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ରହି
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ ନାହିଁ ସେହି ସମ୍ପତ୍ତିକୁ ପିଲେ ସ୍ଥାବର ସମ୍ପତ୍ତି ବୋଲି କୁହାଯାଇଥାଏ। ଉଦାହରଣ ପିଲେ ଏହି ସ୍ଥାବର ସମ୍ପତ୍ତିର ଉଦାହରଣ କଣ କଣ ନା ଏହାର ଉଦାହରଣ ହେଉଛି ପିଲେ ଜମି, ବୁଝିପାରିଲ ପିଲେ, ଜମି, ତାପରେ ଘର, ଜମିକୁ ମଧ୍ୟ ପିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ ନାହିଁ, ସେମିତି ଘରକୁ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ ନାହିଁ। ତାପରେ କୋଠା, ବୁଝିପାରିଲ ପିଲେ, କୋଠା, ତାପରେ ପୋଖରୀ, ପୋଖରୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ କି ପିଲେ ନାହିଁ, ତେଣୁ ପୋଖରୀ ମଧ୍ୟ ହେବ। ତାପରେ କୂଅ, କୂଅ ମଧ୍ୟ ପିଲେ ହେବ, ବୁଝିପାରିଲ ପିଲେ, କୂଅ ମଧ୍ୟ ଗୋଟିଏ ସ୍ଥାବର ସମ୍ପତ୍ତି। ତ ଏହି ଜମି, ଘର, କୋଠା, ପୋଖରୀ, କୂଅ ଏସବୁକୁ ପିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ ନାହିଁ ବା ସହଜରେ ନିଆଯାଇପାରେ ନାହିଁ। ତେଣୁ ଏଗୁଡାକ ହେଉଛି ପିଲେ ଗୋଟିଏ ଗୋଟିଏ ସ୍ଥାବର ସମ୍ପତ୍ତିର ଉଦାହରଣ। ବୁଝିପାରିଲ ପିଲେ ସ୍ଥାବର ସମ୍ପତ୍ତି ଅର୍ଥ କଣ? ତାପରେ ଆମେ ଜାଣିବା ପିଲେ ଅସ୍ଥାବର ସମ୍ପତ୍ତି କଣ ନା ଅସ୍ଥାବର ସମ୍ପତ୍ତି। ଅସ୍ଥାବର ସମ୍ପତ୍ତି କଣ ନା ପିଲେ ଯେଉଁ ସମ୍ପତ୍ତି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସହଜରେ ସ୍ଥାନାନ୍ତର କିମ୍ବା ନିଆଯାଇପାରେ, ଯେଉଁ ସମ୍ପତ୍ତିକୁ ପିଲେ କଣ କରାଯିବ ନା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପିଲେ ସହଜରେ ସ୍ଥାନାନ୍ତର କରାଯିବ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପିଲେ ସହଜରେ ସ୍ଥାନାନ୍ତର କରାଯିବ, ସେଇ ସମ୍ପତ୍ତିକୁ ପିଲେ ଅସ୍ଥାବର ସମ୍ପତ୍ତି ବୋଲି କୁହାଯାଏ। ଯେମିତିକି ପିଲେ କଣ ନା ଟଙ୍କା, ଟଙ୍କାକୁ କଣ କୁହାଯାଏ ନା ପିଲେ ମନି, ଟଙ୍କା ବା ମନି, ବୁଝିପାରିଲ ପିଲେ। ତାପରେ ସୁନା, ସୁନାକୁ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ସ୍ଥାନାନ୍ତର କରାଯାଇପାରେ। ତାପରେ ରୂପା, ବୁଝିପାରିଲ ପିଲେ, ରୂପାକୁ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ସ୍ଥାନାନ୍ତର କରାଯାଇପାରେ। ରୂପା ସେମିତି ପିଲେ ଗାଡି, ଗାଡି ମଟର ମାନେ, ତାପରେ ଟେବୁଲ, ଟେବୁଲ, ଚୌକି, ବୁଝିପାରିଲ ପିଲେ, ଚୌକି ଏଗୁଡାକ ହେଉଛି ପିଲେ କଣ ନା ଗୋଟିଏ ଗୋଟିଏ ଅସ୍ଥାବର ସମ୍ପତ୍ତି। କାହିଁକି ଅସ୍ଥାବର ହେଲେ ନା ପିଲେ ଏଗୁଡାକକୁ ସହଜରେ ସ୍ଥାନାନ୍ତର କରାଯାଇପାରେ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ, ତେଣୁ ଏଗୁଡାକ ହେଉଛି ପିଲେ କଣ ନା ଗୋଟିଏ ଗୋଟିଏ ଅସ୍ଥାବର ସମ୍ପତ୍ତି। ବୁଝିପାରିଲ ପିଲେ, ଏ ବୁଝିପାରିଲ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କଣ? ତ ପିଲେ ଭିଡିଓଟି ଭଲ ଲାଗିଥିଲେ ଭିଡିଓକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ ପିଲେ, ଯାହା ଫଳରେ ଆମର ପ୍ରତ୍ୟେକ ଭିଡିଓର ନୋଟିଫିକେସନ ସର୍ବପ୍ରଥମେ ଆପଣ ମାନଙ୍କ ପାଖରେ ପହଞ୍ଚି ପାରିବ। ତ ପିଲେ ରହୁଛି, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।